ଏଣୁ এই ପ୍ରଭାତ ସମୟ ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ପାଇଁ। ଏଣୁ ସଂକ୍ଷିପ୍ତ ଭାବରେ ଅଳ୍ପ କେତୋଟି ବାକ୍ୟର ପ୍ରମାଣ ଅନୁସାରେ ପ୍ରଭାତ ସମୟରେ ପ୍ରଭୁଙ୍କ ଲୋକମାନଙ୍କ ପାଇଁ ଯୋଉ ଆଶୀର୍ବାଦ ଅଛି, ସେଇ ଆଶୀର୍ବାଦରୁ ଯେ ପ୍ରକାର ଆମ୍ଭେମାନେ ବଞ୍ଚିତ ନ ହେବା, ଏଥିନିମନ୍ତେ ଆମମାନେ ପ୍ରଭାତ ସମୟରେ ଯୋଉ କର୍ତ୍ତବ୍ୟ ରହିଛି ଆମମାନଙ୍କର, ସେ କର୍ତ୍ତବ୍ୟକୁ ତୁଳେଇବା ନିତାନ୍ତ ଆବଶ୍ୟକ। ତାହା ମାନେ ନିଜକୁ ସମୀକ୍ଷା କରିବା ଯେ ଆମମାନେ ପ୍ରଭାତ ସମୟରେ ଆମମାନଙ୍କର ବିଶ୍ୱାସୀ ଭାବରେ ଯୋଉ କର୍ତ୍ତବ୍ୟ ରହିଛି, ଯୋଉ ଆଶୀର୍ବାଦ ପ୍ରଭୁ ଦେବା ପାଇଁ ଚାହାନ୍ତି, ସେ ଆଶୀର୍ବାଦର ଅଂଶୀ ହେବା ପାଇଁ ଆମମାନେ କଣ ପ୍ରସ୍ତୁତ ଅଟୁ କି? ଆମମାନେ ଯୋଉ ସମସ୍ତ ବିଷୟ ମାନେ ଅଧ୍ୟୟନ କରିବା ପବିତ୍ର ଈଶ୍ୱରଙ୍କ ବାକ୍ୟରୁ ଆମେ ଅନେକ ଥର ସେ ବାକ୍ୟ ଅଧ୍ୟୟନ କରୁଛୁ, ତଥାପି ଅଳ୍ପ ସମୟ ଆଉ ସେ ବାକ୍ୟକୁ ଅଧ୍ୟୟନ କରିବେ। ଦୟାକରି ମତେ ପଢିବାରେ ସାହାଯ୍ୟ କରିବେ କେହି ଜଣେ। ଆଦି ପୁସ୍ତକ 22 ପର୍ବର 3 ପଦ। ହାଲେଲୁୟା। ତହିଁରେ ଅବ୍ରାହମ ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଓ ଆପଣା ପୁତ୍ର ଇସାହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଓକେ, ଥ୍ୟାଙ୍କ ୟୁ। ପ୍ରଭୁ ଆଶୀର୍ବାଦ କରନ୍ତି ପଠିତ ବାକ୍ୟ ପ୍ରତି। ପ୍ରଭୁ ଏ ବାକ୍ୟ ଦ୍ୱାରା ସେ ମହିମାନ୍ୱିତ ହୁଅନ୍ତୁ। ମୋର ପ୍ରିୟ ପ୍ରଭୁଙ୍କ ଦାସ ଦାସ୍ୟ ମାନେ, ଈଶ୍ୱରଙ୍କ ଲୋକମାନେ, ଏହି ବାକ୍ୟ ଆମ ସମସ୍ତଙ୍କ ପାଇଁ ଜଣାଶୁଣା ବିଷୟ ଅଟେ। କିନ୍ତୁ ପ୍ରଭାତର ରହସ୍ୟ ବିଷୟ ମୁଁ ଆପଣମାନଙ୍କ ନିକଟରେ କିଛି ସମୟ କହିବା ପାଇଁ ଚାହେଁ। ପରମେଶ୍ୱର ଯେତେବେଳେ ଅବ୍ରାହମକୁ ମନୋନୀତ କଲେ, ଅନେକ ବର୍ଷ ପରେ ପରମେଶ୍ୱର ଅବ୍ରାହମଙ୍କ ସମ୍ମୁଖରେ ଗୋଟେ ଚ୍ୟାଲେଞ୍ଜ ବା ଗୋଟେ ପରୀକ୍ଷା ରଖିଲେ। ଆଉ ଯୋଉ ସମସ୍ତ 22 ଅଧ୍ୟାୟରେ ଯେତେବେଳେ ଆମେ 1 ପଦ ପଢୁଛୁ, ତାହା ଗୋଟେ ପରୀକ୍ଷା ଥିଲା। ଆଉ ସେ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ଅବ୍ରାହମ ମଧ୍ୟ ନିଜକୁ ପ୍ରସ୍ତୁତ କଲେ। ପରମେଶ୍ୱର ଯୋଉ ସମସ୍ତ ବିଷୟ କହିଥିଲେ, ସେ ସମସ୍ତ ବିଷୟକୁ ଅଙ୍ଗୀକାର କଲା ପରେ ସେ ଗଧ ସହିତ, ଦାସ ମାନଙ୍କ ସହିତ, ନିଜର ପୁତ୍ରଙ୍କ ସହିତ ସେ ପ୍ରଭାତ ସମୟରେ, ମୁଁ ସେ ବିଷୟ କହିବା ପାଇଁ ଚାହେଁ ଯେ ଅବ୍ରାହମ ପ୍ରଭାତ ସମୟରେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ମୋର ପ୍ରିୟ ମଣ୍ଡଳୀ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ବିଭିନ୍ନ ସ୍ଥାନକୁ ଆମମାନେ ଯାତ୍ରା କରିଥାଉ। କିନ୍ତୁ ଏଇଠି ଆମେ ଦେଖୁଛୁ ଯେ ପ୍ରଭାତ ସମୟରେ ଅବ୍ରାହମଙ୍କର ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ, ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନ। ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ ଅନେକ ପ୍ରକାର ଆମମାନଙ୍କର ଜୀବନରେ ଗୋଟେ ଚ୍ୟାଲେଞ୍ଜର ବିଷୟ ଆସେ। ଏତେ ସହଜ ନାହିଁ ଯେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିବା ପାଇଁ ବା ପହଞ୍ଚିବା ପାଇଁ। ଏହା ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ପାଇଁ, ପ୍ରତ୍ୟେକ ପ୍ରଭୁଙ୍କ ଲୋକମାନଙ୍କ ପାଇଁ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ଆମେ ଦେଖୁଛୁ ଯେ ଅବ୍ରାହମଙ୍କର ସେଇ 22 ଅଧ୍ୟାୟ ଯେତେବେଳେ ଆପଣ ଦେଖିବେ, ତାହା ଅବ୍ରାହମଙ୍କ ପରିବାର ପାଇଁ, ଅବ୍ରାହମଙ୍କର ଜୀବନ ପାଇଁ, ଅବ୍ରାହମଙ୍କର ବିଶ୍ୱାସ ପାଇଁ ଏତେ ସହଜ ବିଷୟ ନଥିଲା, ଯୋଉଟା କି ନିଜେ ଅଙ୍ଗୀକାର କରି ସେ ଯାତ୍ରାରେ, ସେ ଲକ୍ଷ୍ୟରେ, ସେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ। कभी से शुरू हुआ था? ତ ପ୍ରଭାତ ସମୟରେ ଯେତେବେଳେ ଅବ୍ରାହମ पिछले हफ्ते ପରମେଶ୍ୱରଙ୍କର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ, काम चल रहा था ना, ଏହା ଆଜି ଆମମାନଙ୍କ ପାଇଁ ଗୋଟିଏ ଆଶୀର୍ବାଦ ବିଷୟ। ସେଦିନ ଅବ୍ରାହମ ଯେତେବେଳେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ, ସେଇଟା ଆଶ୍ଚର୍ଯ୍ୟ ବିଷୟ ଆମେ ଦେଖୁଛୁ। ଯଦି ସେଦିନ ପରମେଶ୍ୱର ଯୋଉ ସ୍ଥାନ କହିଥିଲେ, କାରଣ ଆମେ ଦେଖୁଛୁ ସେହି 22 ପର୍ବର 2 ପଦରେ ବା 1-2 ପଦରେ ଯେ ପରମେଶ୍ୱର ଯୋଉ ମୋରିଆ ଦେଶକୁ ଯିବା ପାଇଁ କହିଲେ, ବଳିଦାନ କରିବା କଥା ତ ନିଶ୍ଚିତ ରହିଛି, ଯୋଉ ସ୍ଥାନରେ ମଧ୍ୟ ବଳିଦାନ କରିଦେବା।
लास्ट सप्ताह में प्रभु ମୁଁ ତ ବଳିଦାନ काम नहीं କରିବି हो रहा है। ଯୋଉ ସ୍ଥାନରେ वो ମଧ୍ୟ बारिश ବଳିଦାନ आ गया କରିବି। ना 2 दिन वो इसलिए बंद हो गया इसलिए लेकिन हमारा ଅବ୍ରାହମଙ୍କ गाड़ी को ଜୀବନରେ बाहर रखना ଏଇ पड़ा ପ୍ରଶ୍ନ ନଥିଲା। बारिश आ गया पानी अंदर ସେ गया था ଯାତ୍ରା ना इसलिए तो କରୁଛନ୍ତି हम थोड़ा ପାହାଡ लेट हो ପର୍ବତରେ 3 ଦିନ ପଥ ଗଲା हो ପରେ गया ऑलरेडी हो गया वो पेंटिंग कर ପରମେଶ୍ୱର दिया ଗୋଟିଏ ସ୍ଥାନ ସେ ଦେଖାଉଛନ୍ତି आज से कर ଆଉ लिया ସେଇ ସ୍ଥାନରେ ପହଞ୍ଚିବା କେତେ କଷ୍ଟକର କେତେ ତ୍ୟାଗର ବିଷୟ ରହିଛି। କାରଣ ଆମେ ଦେଖୁ ଯେ ପରମେଶ୍ୱର मिलूंगी विद्युत ଅବ୍ରାହମକୁ ଯେତେବେଳେ ଆହ୍ୱାନ କରୁଛନ୍ତି 75 मोबाइल ବର୍ଷ नहीं अकाउंट ମଧ୍ୟରେ ସେ ଆହ୍ୱାନ ପାଇଲେ लाइसेंस तो हला तो ଏବଂ ଅବ୍ରାହମକୁ ଯେତେବେଳେ ପରମେଶ୍ୱର ସନ୍ତାନ ଦଉଛନ୍ତି 19 ବର୍ଷରେ ସେ ପ୍ରତିଜ୍ଞା ଦେଲେ 100 ବର୍ଷରେ मोबाइल ପୁତ୍ର ସନ୍ତାନ କଲା ପରେ ପ୍ରାୟ ବାଳକ ସେଟା ସାମୁଏଲ ଦେଖିବାକୁ ପାରୁଛୁ ଇସାକଙ୍କ ବିଷୟରେ ଯେ ଅବ୍ରାହମଙ୍କର ସନ୍ତାନ ବାଳକ ବୋଲି ଲେଖାଯାଏ। ଆଉ ସେ ବାଳକ ଅବସ୍ଥାରେ बेड पके दो एक्स्ट्रा ବାପାଙ୍କ ସହିତ ଯାତ୍ରା କରୁଛନ୍ତି। ଏଇ ପ୍ରକାର ଗୋଟିଏ ବୃଦ୍ଧ ଅବସ୍ଥାରେ ଯେହେତୁ ଅବ୍ରାହମ ପ୍ରାୟ ବାଇବେଲ କହେ 175 ବର୍ଷ ମୋର ଏତିକି 175 ବର୍ଷ ସେ ବଞ୍ଚିଥିଲେ। ତାହା ମାନେ ଗୋଟିଏ ବୃଦ୍ଧ ଅବସ୍ଥାରେ ପର୍ବତ ପାହାଡ ସେ ଯେତେବେଳେ ଅତିକ୍ରମ କରିଯାଉଅଛନ୍ତି ବହୁତ କଷ୍ଟକର ବିଷୟ, କିନ୍ତୁ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁଛନ୍ତି। ସେ ତ କହିବା ପାଇଁ ଚାହେଁ ଯେ ପ୍ରଭାତ ସମୟରେ ଜୀବନରେ ଯେତେ କଷ୍ଟ ଆସୁ ଯେତେ ସମସ୍ୟା ଆସୁ ଯେତେବେଳେ ଆମେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁ ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ବିଷୟକୁ ଆମେ ନିଜେ ଅନୁଭବ କରିପାରିବା। ପ୍ରଭୁଙ୍କ ନାମ ଗୌରବ ହଉ। ଯେତେବେଳେ ଅବ୍ରାହମ ପରମେଶ୍ୱରଙ୍କର ନିରୂପିତ ସ୍ଥାନରେ ପହଞ୍ଚିଲେ ସେହିଟି ଗୋଟିଏ ପରମେଶ୍ୱର ଗୋଟେ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ଯୋଉଟା କି ନିଜେ ସେ ଅନୁଭବ କଲେ। ତାହା ମାନେ କହିବା ପାଇଁ ଚାହେଁ ଯେ ପ୍ରଭାତ ସମୟରେ ଆମେ ଯେତେବେଳେ ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଆମେ ଯାତ୍ରା କରୁ ଆମେ ଅନେକ ଆଶ୍ଚର୍ଯ୍ୟ ବିଷୟ ମଧ୍ୟ ମାନେ ଅନୁଭବ କରିପାରିବା। ଆଉ ସେଇ ପ୍ରଭାତ ସମୟରେ ମଧ୍ୟ ଯେତେବେଳେ ଆମେ ଅତିକ୍ରମ କରୁ ନିଶ୍ଚିତ ଭାବରେ ଆମମାନଙ୍କର ଜୀବନରେ ଗୋଟିଏ ପରମେଶ୍ୱର ଆମମାନଙ୍କୁ ଯୋଉ ଗୋଟିଏ ଆମେ ଯୋଉ ବିଷୟ ଚିନ୍ତା କରିନଥିବା ଯେତେବେଳେ ଆମେ ପ୍ରଭାତ ସମୟରେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରୁ ଆମମାନଙ୍କର ଯୋଉ ବିଷୟ ଭାବି ନଥିବା ସେଇ ବିଷୟ ମଧ୍ୟ ପରମେଶ୍ୱର ସେ ପ୍ରଦାନ କରନ୍ତି। ଯଦି ଅବ୍ରାହମ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିଥିଲେ କିନ୍ତୁ ସେହି ଆଉ ବଳିଦାନ କରିବା ପାଇଁ ସବୁ କିଛି ଥିଲା, କିନ୍ତୁ ଯୋଉ ବିଷୟ ନିତାନ୍ତ ଆବଶ୍ୟକ ତାହା ନଥିଲା। ସେଥିପାଇଁ ତାଙ୍କ ପୁତ୍ର ଇସାକ ପଚାରିଲେ ଛୁରୀ ତ ଅଛି, ଅଗ୍ନି ତ ଅଛି, କାଷ୍ଠ ତ ଅଛି, କିନ୍ତୁ ମେଣ୍ଢା ଛୁଆ କାହିଁ, ମେଷ କାହିଁ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଦେଖନ୍ତୁ ଏହି ନଥିବା ବିଷୟ କେତେବେଳେ ପାଉଛନ୍ତି ଯେତେବେଳେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରୁଛନ୍ତି। ଯୋଉ ବିଷୟ ନାହିଁ ତାହା ସେ ପ୍ରାପ୍ତ ହଉଛନ୍ତି। ତ କହିବା ପାଇଁ ଚାହେଁ ପ୍ରଭାତ ସମୟରେ ଆମେ ଯେତେବେଳେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉ ପ୍ରଭୁ ସେ ଯୋଗାନ୍ତି, ସେ ଜିହୋଭା ଜିରେ ପରମେଶ୍ୱର, କିନ୍ତୁ ଯେତେବେଳେ ଆମେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉ ଆମ ପାଖରେ ଯୋଉ ବିଷୟ ନଥିବ ପ୍ରଭୁ ସେଇ ବିଷୟ ଦେବା ପାଇଁ ସେ ଆଜି ମଧ୍ୟ ପ୍ରସ୍ତୁତ। ହାଲେଲୁୟା। ମୋର ପ୍ରିୟ ମଣ୍ଡଳୀ ପ୍ରଭୁଙ୍କ ଲୋକମାନେ ଏଇ ବିଷୟ ମାନେ ଏଇ ଆଦି ପୁସ୍ତକ 22 ଅଧ୍ୟାୟରେ ଆମେ ଶିଖିବାକୁ ପାରୁଛୁ। ଯେତେବେଳେ ଅବ୍ରାହମ ଯାଉଛନ୍ତି ପ୍ରଭାତ ସମୟରେ ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନ, ତାର ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ, ବେଳେ ବେଳେ ଆମେ ନିର୍ଦ୍ଦିଷ୍ଟ ସ୍ଥାନ କରିଥାଉ। ଆମମାନଙ୍କର ସେବା କାର୍ଯ୍ୟ ମଧ୍ୟରେ ଆମମାନଙ୍କର ବିଶ୍ୱାସ ଜୀବନରେ ସ୍ଥାନକୁ ଆମେ ବାଛିଥାଉ, କିନ୍ତୁ ପରମେଶ୍ୱରଙ୍କର ସ୍ଥାନ ପରମେଶ୍ୱର ଯୋଉ ସ୍ଥାନ ମନୋନୀତ କରିଛନ୍ତି ସେଇ ସ୍ଥାନରେ ଯଦି ଆମେ ପହଞ୍ଚିବା, ମୁଁ ଏଥିପାଇଁ ଆଉ ଥରେ ସେଇ କଥା ରିପିଟ କରେ, ସେ ସ୍ଥାନରେ ପହଞ୍ଚିବା ପାଇଁ ଏତେ ସହଜ ନଥିଲା ଅବ୍ରାହମଙ୍କ ଜୀବନରେ। ଶାରୀରିକ ଭାବରେ ମାନସିକ ଭାବରେ
ତା ପାଖରେ ସେତିକି ବଳ ନଥିଲା ଚାଲି ଯିବା ପାଇଁ। ବର୍ତ୍ତମାନ ତ ଆମମାନେ ଚର୍ଚ୍ଚକୁ ବିଭିନ୍ନ ସ୍ଥାନକୁ ମଧ୍ୟ ଆମେ ଗାଡିରେ ଯାଇପାରୁଛୁ। କିନ୍ତୁ କହିବା ପାଇଁ ଚାହେଁ ଶାରୀରିକ ସ୍ଥିତିରେ ଏବଂ ମାନସିକ ଭାବରେ ମଧ୍ୟ ଅବ୍ରାହମଙ୍କ ଜୀବନରେ ସେଇ ପ୍ରକାର ମାନେ ଗୋଟିଏ ଆନନ୍ଦର ବିଷୟ ନଥିଲା, ଯେହେତୁ ଅବ୍ରାହମ ଜାଣିଛନ୍ତି ସେ କୋଉ ଉଦ୍ଦେଶ୍ୟରେ ଯାଉଛନ୍ତି, अगस्त लास्ट होगा शायद। କୋଉ ଉଦ୍ଦେଶ୍ୟରେ ସେ ଯାତ୍ରା କରୁଛନ୍ତି ସେ ଭଲ ଭାବରେ ଜାଣିଛନ୍ତି। ତାହା ମାନେ नहीं तो बाद ମାନସିକ में ଭାବରେ ମଧ୍ୟ ସେ ନିଶ୍ଚିତ ଦୁଃଖ, ଶରୀରରେ ଦୁର୍ବଳତା देख पा रहा हूँ ना हम देखते ଏବଂ बाद ମାନସିକ में ଭାବରେ ମଧ୍ୟ अभी ନିଶ୍ଚିତ 15 को ଗୋଟିଏ जमा ପୁଅକୁ करो ବଳିଦାନ बाद में କରିବା दिक्कत आ ପାଇଁ, गई तो वापस ଯୋଉ बैक ପୁଅକୁ करेंगे। ସେ हाँ 100 दे ବର୍ଷ ପରେ उधर ପାଇଥିଲେ, 12-13 ବର୍ଷ ପରେ डेट याद ତାକୁ नहीं आपको, ପୁନର୍ବାର तो ତାକୁ इसमें आता ना मेडिकल ପ୍ରଭୁଙ୍କ में ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ मेडिकल ବଳିଦାନ रिपोर्ट में କରିବା, मिलेगा ना ଏହା कितना डेट में आ गया ସମ୍ଭବପର लास्ट ବିଷୟ नहीं ନୁହେଁ। नहीं मैं आया था और ତାଙ୍କର ମାନସିକ ସ୍ଥିତି ବିଷୟ ଯଦି ଆମେ ଷ୍ଟଡି କରିବା, ଆମେ ଚିନ୍ତା କରିପାରିବା। ଆମମାନଙ୍କର ଛୁଆମାନଙ୍କୁ ଯେତେବେଳେ बिगर ସାଧାରଣ रूम में ଗୋଟେ थी ଥଣ୍ଡା ଜ୍ୱର ହେଇଯାଏ, ଥଣ୍ଡା କଫ ହେଇଯାଏ ବା ଖାସ 28 है ହେଇଯାଏ, 2 ଦିନ ଯେତେବେଳେ ସେମାନେ ବେଡ୍ ଆଡମିଟ୍ ହୁଅନ୍ତି, ଆମମାନଙ୍କର ମାନସିକ ସ୍ଥିତି ଆମକୁ ये वाला କେତେ ना ବିଭ୍ରାନ୍ତ କରିଦିଏ। ठीक କିନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଅବ୍ରାହମଙ୍କର ମାନସିକ हमें ସ୍ଥିତିକୁ अच्छी ଆମେ नहीं ଚିନ୍ତା चली କରୁ, କିନ୍ତୁ ସେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରୁଛନ୍ତି। ତ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ପରିବାର ସମସ୍ୟା ଆସେ, ପରିବାରରେ ଦୁଃଖ ଆସେ, ପରିବାରରେ କଷ୍ଟ ଆସେ, ଯେତେବେଳେ ଶରୀରରେ କିଛି ଦୁର୍ବଳତା ଆସିଯାଏ, ଆମମାନେ ପରମେଶ୍ୱରଙ୍କର नाने ନିର୍ଦ୍ଦିଷ୍ଟ ସ୍ଥାନକୁ ଆମେ ଯାତ୍ରା କରିପାରିନଥାଉ। ବେଳେ ବେଳେ ଶରୀର ଭଲ ଥିବ, ସବୁ ଭଲ ଥିବ, କିନ୍ତୁ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଆମେ ଯାଇପାରୁନଥାଉ। ବେଳେ ବେଳେ ବିଭିନ୍ନ ବିଷୟକୁ ଆମେ ରଖିଥାଉ। एक रूम के କିନ୍ତୁ 2000 एक रूम ପ୍ରଭାତ ସମୟରେ हाँ 2-3 दिन ଯେତେବେଳେ रह जाता है ଅବ୍ରାହମ 2-3 ठीक है हम देख के बताया ना ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ एसी नहीं ଯାତ୍ରା दे दिए କଲେ, नॉन एसी का रेट है ଆଜି ସେଥିପାଇଁ ଆଜି ଅବ୍ରାହମ ପରମେଶ୍ୱରଙ୍କର ଆଉ एसी ସମ୍ମୁଖରେ ସେ लिया था ଅଛନ୍ତି, एसी नहीं थी कौन ପରମେଶ୍ୱରଙ୍କ सा नहीं ପାଖରେ थी ସେ ଅଛନ୍ତି। तबरी ଆଜି ସେଥିପାଇଁ ସେ ଗୋଟିଏ ଆମମାନଙ୍କର ବିଶ୍ୱାସର एसी लिया था ଆଦି ପିତା बंद ଅଟନ୍ତି। कराया बाद ସେ में ଆମ ପାଇଁ ये ଗୋଟିଏ ये रूम ଆଦର୍ଶ है ଅଟନ୍ତି। एसी नहीं 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 है एसी ସେ କୋଉ एसी लिया था ପରିସ୍ଥିତିରେ से ସେ ଯାତ୍ରା କଲେ ପ୍ରଭାତ ସମୟରେ। शहे ତେଣୁ तीन କରିକି शहे चार ଏହି मिनट ବାକ୍ୟ ଆମମାନଙ୍କୁ दे ଶିକ୍ଷା ଦିଏ, दिया ଆମମାନଙ୍କର एसी रूम ଜୀବନରେ रेंट है ଯେମିତି नहीं ପରିସ୍ଥିତି ଥାଉ, ଯେତେବେଳେ ଆମେ ପରମେଶ୍ୱରଙ୍କର ओके ନିର୍ଦ୍ଦିଷ୍ଟ ओके ନିରୂପିତ ସ୍ଥାନକୁ ଆମେ ଯାତ୍ରା चलो କରୁ, चलो पहले ସେଇ देख ସ୍ଥାନରେ नहीं पहले ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ, बाद में बात ଆମମାନଙ୍କୁ करेंगे ପାଇଁ ଯୋଉ ବ୍ଲେସିଂ चलो ରଖି, ଯୋଉ ठीक है ଆଶୀର୍ବାଦ ରଖିଛନ୍ତି, ଯୋଉ ବିଷୟ କି ଆମର ଅଭାବ ଅଛି, नहीं ଯୋଉ ବିଷୟ କି ଆମର ଅଭାବ ଅଛି, ଅବ୍ରାହମଙ୍କ ଜୀବନରେ ଯୋଉ ବିଷୟ ଅଭାବ ଥିଲା ବଳିଦାନ କରିବା ପାଇଁ, ସେଇ ବିଷୟ ପ୍ରଭୁ ଯୋଗାନ୍ତି। ଏହା ହେଲା ପ୍ରଭାତ ସମୟରେ ଆମେ ଦେଖୁ। ଦ୍ୱିତୀୟ ପ୍ରଭାତ ବିଷୟ ମୁଁ ସଂକ୍ଷେପରେ କହିବା ପାଇଁ ଚାହେଁ, ଆଉ ତାହା ମଧ୍ୟ ଆମେ ସମସ୍ତେ ଜାଣିଛୁ। ଆଦି ପୁସ୍ତକ, ସେଇ ଆଦି ପୁସ୍ତକ 32 ପର୍ବର 24 ପଦ ଟିକେ କେହି ପଢିକି ସାହାଯ୍ୟ କରିବେ। ଆଦି ପୁସ୍ତକ 32 ପର୍ବର 24 ପଦ। ସେତେବେଳେ ଯାକୋବ ସେଠାରେ ଏକାକୀ ରହିଲା, ତୋହୁ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ। ମୋର ପ୍ରିୟ ମଣ୍ଡଳୀ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଠି ମଧ୍ୟ ଆମେ ଦେଖୁଛୁ ପ୍ରଭାତ ସମୟରେ। ठीक है हम देखते 18 से दिए ना ମୁଁ ପ୍ରଥମେ ଆଉ ଥରେ କହି, ପ୍ରଭାତ ସମୟରେ तो ଅବ୍ରାହମ 3 आदमी का एक ପରମେଶ୍ୱରଙ୍କର सिंगल एक डबल ନିର୍ଦ୍ଦିଷ୍ଟ ସ୍ଥାନକୁ ସେ दो रूम ଯାତ୍ରା लिया କଲେ। ଆଉ ସେଥିରେ दो ଯୋଉ रूम लिया ଆଉ दो रूम है ଆଶୀର୍ବାଦ एक ଅଛି, आदमी ସେ एक ଆଶୀର୍ବାଦର अलग ମଧ୍ୟ ସେ अलग से ଅଂଶୀ 2 ହେଲେ, आदमी अलग रहेगा ନଥିବା ବିଷୟକୁ ସେ ପାଇଲେ। एक ତ सिंगल एक ଏଇଠି डबल ଆମେ ଦେଖୁଛୁ ଆଦି ପୁସ୍ତକ एक ही रूम चाहिए ଆଉ ना भी 32 ପର୍ବର 24 ପଦରେ, ଯେ सारे ପ୍ରଭାତ ସମୟରେ ପରମେଶ୍ୱରଙ୍କ ସହିତ ଯାକୋବ ସେ ଯୁଦ୍ଧ କରୁଛନ୍ତି। ଆଉ କେବଳ ଯୁଦ୍ଧ କରୁନାହାନ୍ତି, ସେ ଯୁଦ୍ଧ କରିକି ସେ ବିଜୟ ହେଇଛନ୍ତି। ଏଇଟା ହଉଛି ଗୋଟେ ବଡ ବିଷୟ। ଏହା ଗୋଟେ ଆଶ୍ଚର୍ଯ୍ୟ ବିଷୟ ଅଟେ। हाँ दे ଆମେ ସମସ୍ତେ ଏ बात तो ବିଷୟକୁ पकड़े ଜାଣିଛୁ 1500 ଯେ दे दियो तापर बैक करियो 1500 ଯାକୋବ କୋଉ ଉଦ୍ଦେଶ୍ୟରେ ପରମେଶ୍ୱରଙ୍କ ସହିତ ସେ ଯୁଦ୍ଧ କରୁଛନ୍ତି। ତାଙ୍କର ଲକ୍ଷ୍ୟ କଣ ଅଛି, ତାଙ୍କର ଉଦ୍ଦେଶ୍ୟ କଣ ଅଛି?
সবাই আছে ସେ ଏଇ ଗୋଟିଏ ବିଷୟ ସେ କହୁଛନ୍ତି କାରଣ ଯାକୋବଙ୍କ ପାଖରେ ମାନେ ସବୁ କିଛି ପରିପୂର୍ଣ୍ଣ। ତମେ ଦେଖ ସିଆଡେ ଯାକୋବ ଗୋଟେ ଏଇ ପ୍ରକାର ବ୍ୟକ୍ତି, ସେ ଆଶୀର୍ବାଦରେ ପରିପୂର୍ଣ୍ଣ। ପରମେଶ୍ୱରଙ୍କର ଅନେକ ଆଶୀର୍ବାଦ ଯାକୋବଙ୍କ ଉପରେ ରହି ଯେତେବେଳେ ମାନେ ତାର ପଛ ଚାପ୍ଟର ଗୁଡାକ ଅଧ୍ୟୟନ କରିବା ସେଇଟା ଆମେ ଦେଖିବାକୁ ପାରୁଛୁ। ଯେତେବେଳେ ଯାକୋବ ଲାବନ ପାଖକୁ ଗଲେ, ତାଙ୍କ ଶ୍ୱଶୁର ପାଖକୁ ଗଲେ, ଲାବନ ସେ ନିଜେ ସ୍ୱୀକାର କରୁଛନ୍ତି ତୁମ ପାଇଁ ପରମେଶ୍ୱର ମତେ ଆଶୀର୍ବାଦ କରିଛନ୍ତି। ତାଙ୍କ ଶ୍ୱଶୁର ମଧ୍ୟ ଲାଷ୍ଟରେ ଈର୍ଷା କଲେ। କିନ୍ତୁ କହିବା ପାଇଁ ଚାହେଁ ଏଇ ପ୍ରକାର ଯାକୋବ ସେଦିନ ପ୍ରଭାତ ସମୟରେ ପରମେଶ୍ୱରଙ୍କ ସହିତ ସେ ଯୁଦ୍ଧ କରୁଛନ୍ତି। ପରମେଶ୍ୱର କହୁଛନ୍ତି ପ୍ରଭୁ ତୁମେ ଯଦି ମତେ ଆଶୀର୍ବାଦ ନ କରିବ ମୁଁ ତୁମକୁ ଛାଡ଼ିବି ନାହିଁ। ଏହା କେମନ୍ତ କଥା। ଅନେକ ଅନୁଗ୍ରହ ପରମେଶ୍ୱର ଆଶୀର୍ବାଦ କରିଛନ୍ତି, ତଥାପି ଯାକୋବ କହୁଅଛନ୍ତି ପରମେଶ୍ୱରଙ୍କୁ ତୁମେ ମତେ ଆଶୀର୍ବାଦ ନ କଲେ ମୁଁ ତୁମକୁ ଛାଡ଼ିବି ନାହିଁ। ସେ ପରମେଶ୍ୱରଙ୍କ ସହିତ ସେ କଣ କରୁଛନ୍ତି ଯେ ଯୁଦ୍ଧ କରୁଛନ୍ତି। ଆଜି ଜାଗତିକ ଭାବରେ ଆମମାନେ ବିଭିନ୍ନ ବିଷୟରେ ବିଭିନ୍ନ ଲୋକମାନଙ୍କ ସହିତ ଆମେ ଯୁଦ୍ଧ କରିଥାଉ, କିନ୍ତୁ ଆମମାନଙ୍କର ଯୁଦ୍ଧ ପରମେଶ୍ୱରଙ୍କ ସହିତ ରହିବା ଆବଶ୍ୟକ। ଯେତେବେଳେ ଏଇ ଡିମାଣ୍ଡ କଲେ, ଏହା ଯେତେବେଳେ ଯାକୋବ ପରମେଶ୍ୱରଙ୍କୁ ସେ କହୁଛନ୍ତି, ଶେଷରେ ସେଇ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଶରୀର ମଧ୍ୟରେ ଯୋଉ କଷ୍ଟ, ଆଶୀର୍ବାଦ ତ ସମସ୍ତଙ୍କୁ ଆବଶ୍ୟକ, କିନ୍ତୁ କଷ୍ଟକୁ ସ୍ୱୀକାର କରିବା ଆମମାନଙ୍କର ପକ୍ଷରେ ସମ୍ଭବ ହୋଇନଥାଏ। ଆମେ ପ୍ରଭୁଙ୍କ ନିକଟକୁ ଆସିଥାଉ, ପ୍ରଭୁଙ୍କ ନିକଟରେ ଆମେ ଆଶୀର୍ବାଦର ଅପେକ୍ଷାରେ ଥାଉ, କିନ୍ତୁ ଯୋଉ କଷ୍ଟ ଅଛି ସେ କଷ୍ଟକୁ ଆମେ ଅଙ୍ଗୀକାର କରିନଥାଉ। ଏଇ ଯାକୋବକୁ ପରମେଶ୍ୱର କେତେବେଳେ ଆଶୀର୍ବାଦ କଲେ? ତାଙ୍କ ଶରୀର ମଧ୍ୟରେ ଯେତେବେଳେ ଗୋଟିଏ ଚୋଟ ବା ଗୋଟିଏ ଆଘାତ ଯେତେବେଳେ କରୁଛନ୍ତି, ତଥାପି ସେ କଣ କରୁଛନ୍ତି? ଶକ୍ତିର ସହିତ ତାର ଯେତିକି ଶକ୍ତି ଅଛି ସମସ୍ତ ଶକ୍ତିକୁ ସେ ପ୍ରୟୋଗ କରୁଛନ୍ତି। କେମିତି ଅବସ୍ଥାରେ? ଶରୀରରେ ଯନ୍ତ୍ରଣା ଥିବା ସମୟରେ, ଆମ ଶରୀରରେ ଯେତେବେଳେ ଛୋଟ ମାଡ ହେଇଯାଏ କେତେ କଷ୍ଟ ଆମେ ଅନୁଭବ କରିଥାଉ। ତାଙ୍କର ଗୋଟିଏ ଶରୀରର ଗୋଟିଏ ଅଙ୍ଗ ମଧ୍ୟରେ ଯୋଉଟା କି ଆମମାନଙ୍କ ପାଇଁ ଗୋଟିଏ ସମସ୍ତ ଶରୀରକୁ ଗଠନ କରିଥାଏ, ବଳ ଦେଇଥାଏ, ଶକ୍ତି ଦେଇଥାଏ ଗୋଟେ କାର୍ଯ୍ୟ କରିବା ପାଇଁ। ସେଇ ସ୍ଥାନରେ ଆଘାତ କଲେ, ତଥାପି ସେ ଛାଡ଼ିଲେ ନାହିଁ। ପ୍ରଭାତ ମୁଁ କହିବା ପାଇଁ ଚାହେଁ ଯେ ପ୍ରଭାତ ସମୟରେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କରୁଅଛନ୍ତି। ତାର ପରିଣାମ କଣ ହେଲା? ଯେ ପରମେଶ୍ୱର ତାକୁ ଆଶୀର୍ବାଦ କରୁଛନ୍ତି, ତାଙ୍କ ନାମକୁ ପରିବର୍ତ୍ତନ କରୁଛନ୍ତି। ଏହା ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କ ପାଇଁ, ପ୍ରତ୍ୟେକ ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଏଇ ବିଷୟ ନିତାନ୍ତ ଆବଶ୍ୟକ। ଶରୀରରେ ଯାହା ବି ଥାଉ, ଆମେ ପ୍ରଭୁଙ୍କ ସହିତ ଲାଗି ରହିବା, ପ୍ରଭୁଙ୍କ ସହିତ ଆମେ ପ୍ରଭୁଙ୍କୁ ଧରି ରଖିବା ଦରକାର। ବେଳେ ବେଳେ ସମସ୍ୟା ଆସିଲେ, ଦୁଃଖ ଆସିଲେ ଆମେ ପ୍ରଭୁଙ୍କୁ ଛାଡ଼ି ଦେଇଥାଉ। ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମକୁ ଏହା ଶିଖାନ୍ତି ଯେ ଶରୀରରେ ଯେତିକି କଷ୍ଟ ଥାଉ ଆମେ ପ୍ରଭୁଙ୍କୁ ଛାଡ଼ିବା ନାହିଁ। ଶରୀରରେ ଯେତିକି ଯନ୍ତ୍ରଣା ଥାଉ, ପରିବାରରେ ଯେତିକି ସମସ୍ୟା ଥାଉ, ଆମେ ପ୍ରଭୁଙ୍କୁ ଛାଡ଼ିବା ନାହିଁ। ଏଇ କଥା ପ୍ରଭୁ ଶିଖାନ୍ତି ପ୍ରଭାତ ସମୟରେ। ଯାକୋବ ସେଦିନ ଶରୀରରେ କେତେ ଛଟପଟ ହଉଥିବେ କଷ୍ଟରେ ପାଏ, କିନ୍ତୁ ସେ ପରମେଶ୍ୱରଙ୍କୁ ଛାଡ଼ିଲେ ନାହିଁ। ଆଜି ଆମକୁ ସେହି ପ୍ରକାର ହେବା ଆବଶ୍ୟକ ଯେ ଆମମାନଙ୍କର ଜୀବନରେ ଯେତିକି କଷ୍ଟ ହଉ, ବେଳେ ବେଳେ ଆମେ ଅନେକ ସମୟରେ ଯେତେବେଳେ ପରିବାର ସମସ୍ୟା ଆସେ, ଦୁଃଖ ଆସେ, ଅନେକ ସମୟରେ ଆମେ ପରମେଶ୍ୱରଙ୍କୁ ଆମେ ଛାଡ଼ି ଦେଇଥାଉ।
କିନ୍ତୁ ଯାକୋବଙ୍କ ଜୀବନ ଦେଖୁଛୁ ସେ ପ୍ରଭାତ ସମୟରେ ସେ ଯୁଦ୍ଧ କରୁଛନ୍ତି ଆଉ ଶରୀରର କଷ୍ଟ ଅଛି ଚେୟାର କୁ କିନ୍ତୁ ଏପଟେ ସେ ଦେଇଦେବେ ପ୍ରଭାତ ସମୟରେ ସେ ତେବେ ସେଇଠି ପରମେଶ୍ୱରଙ୍କୁ ପକେଇଦେଲେ ହବ। ଧରିଛନ୍ତି। ଆଜି କଣ ଆମେ ପରମେଶ୍ୱରଙ୍କୁ ଧରିଛୁ କି? ନା କିଛି ଗୋଟେ ସମସ୍ୟା ଯୋଗୁ ଆମେ ପ୍ରଭୁଙ୍କୁ ଛାଡି ଦେଇଛୁ। କିଛି ଗୋଟେ ରୋଗ ଯୋଗୁ ଆମେ ପ୍ରଭୁଙ୍କୁ ଅଛି ଛାଡି ଦେଇଛୁ। ଶରୀରର କଷ୍ଟ ଯୋଗୁ ଛାଡି ଦେଇଛୁ। ପରିବାରର କଷ୍ଟ ଯୋଗୁ ଛାଡି ଦେଇଛୁ। ଆଜି ଆମେ ପ୍ରଭୁଙ୍କୁ ଧରି ପାରିଛୁ କି? ଆମମାନଙ୍କର ପ୍ରଭାତ ସମୟରେ ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଆମେ ଯାତ୍ରା କରିପାରିଛୁ କି? ପ୍ରଭାତ ସମୟରେ ଆମେ ପରମେଶ୍ୱରଙ୍କୁ ଆମେ ଧରି ପାରିଛୁ କି? କାରଣ ଧରିବା ଦ୍ୱାରା ଆଶୀର୍ବାଦ ଏବଂ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିବା ଦ୍ୱାରା ଆଶୀର୍ବାଦ। ମୁଁ ତୃତୀୟ ବିଷୟ ଆପଣଙ୍କ ନିକଟରୁ କହିବି। ପ୍ରଭାତ ସମୟରେ ଦ୍ୱିତୀୟ ସାମୁଏଲ 17 ପର୍ବର 22 ପଦ। ହାଲେଲୁୟା। ଦ୍ୱିତୀୟ ସାମୁଏଲ 17:22 ପଦ। ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଜର୍ଦ୍ଦନ ପାର ହୋଇଗଲେ। ପ୍ରଭୁ ଚାଲୁଅ ସମୟକୁ ଯେ ଜର୍ଦ୍ଦନ ପାର ହୋଇ ଯାଇନଥିଲା, ଏପରି ଜଣେ ଅବଶିଷ୍ଟ ନାହିଁ। ଦେଖନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ସ୍ଥାନ ଦେଖୁଛୁ ଯେ ପ୍ରଭାତ ସମୟରେ ଜର୍ଦ୍ଦନ ପାର ହଉଛନ୍ତି। ପ୍ରଭାତ ସମୟରେ ଆଜି ଆମମାନଙ୍କୁ ଜର୍ଦ୍ଦନ ପାର ହେବାକୁ ପଡିବ। ଏହି ଜର୍ଦ୍ଦନ ପାର ହେବାର କଥା କଣ? ବାଇବେଲରେ ଜର୍ଦ୍ଦନକୁ ଗୋଟିଏ ଗର୍ବର ସ୍ଥାନ, ଗୋଟିଏ ଦର୍ପର ସ୍ଥାନ ବୋଲିକି ବାଇବେଲରେ ଆମେ ଦେଖିବାକୁ ପାରୁଛୁ। ତେବେ କାହିଁକି ଏ କଥା କହେ? ମୁଁ ସେଇ ପ୍ରକାର ଷ୍ଟଡି ମଧ୍ୟ କରିରେ, ତେଣୁକରି ମୁଁ ସେ ରେଫରେନ୍ସ ଦେଇପାରୁନି। କିନ୍ତୁ ଜର୍ଦ୍ଦନ ହଉଛି ଗୋଟିଏ ଦର୍ପର ସ୍ଥାନ ଅଟେ। ଏଇ ଦର୍ପର ସ୍ଥାନକୁ ପ୍ରଭାତ ସମୟରେ ଆମେ ପାର ହେବା ନିତାନ୍ତ ଖ୍ରୀଷ୍ଟିଆନ ଜୀବନରେ ଆବଶ୍ୟକ। ବର୍ତ୍ତମାନ ଜଗତରେ ବିଭିନ୍ନ ବିଷୟରେ ଆମେ ଦର୍ପ କରିଥାଉ ବା ଗର୍ବ କରିଥାଉ, କିନ୍ତୁ ଏହା ମନେ ରଖୁ ଗର୍ବୀ ଲୋକମାନଙ୍କ ପାଇଁ, ଦର୍ପ ଲୋକମାନଙ୍କ ପାଇଁ ଯେ ପରମେଶ୍ୱର ଯୋଉ ସମସ୍ତ ବିଷୟ ରଖିଛନ୍ତି, ପରମେଶ୍ୱରଙ୍କ ରାଜ୍ୟରୁ ସେମାନେ ବଞ୍ଚିତ ହେବେ। ତ ଏଇ ବିଷୟକୁ ଆମେ ଅତିକ୍ରମ କରିବା ଆବଶ୍ୟକ। ଜର୍ଦ୍ଦନ ପାର ହେବାର ଅର୍ଥ ଯେ ଗୋଟିଏ ଦର୍ପ ସ୍ଥାନକୁ, ଗର୍ବର ସ୍ଥାନକୁ ଅତିକ୍ରମ କରି ପାର ହେବା ଦରକାର। ବେଳେ ବେଳେ ଆମେ ସେ ଦର୍ପର, ସେ ଜର୍ଦ୍ଦନରେ ରହିଯାଉ, ସେ ଗର୍ବରେ ଆମେ ରହିଯାଉ। ତ କହିବା ପାଇଁ ଚାହେଁ, ଆଜି ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ଆଜି ଯଦି ଆମଙ୍କ ଜୀବନରେ କିଛି ଗୋଟିଏ ବିଷୟ ପାଇଁ ଆମେ ଦର୍ପ କରୁଛୁ, ସେଇ ଦର୍ପର ସ୍ଥାନକୁ, ତାହା ଗୋଟିଏ ଜର୍ଦ୍ଦନ। କିନ୍ତୁ ଜର୍ଦ୍ଦନର ଅର୍ଥ ସ୍ଥାନ, ଜର୍ଦ୍ଦନର ସ୍ଥାନ ହଉଛି, ଜର୍ଦ୍ଦନକୁ ପାର କରିବାର ଅର୍ଥ ହଉଛି ଆଉ ଗର୍ବର ସ୍ଥାନକୁ ଦୂର ପାର ହେବା। ଦର୍ପର ସ୍ଥାନ ଆମେ କେବଳ ପ୍ରଭୁଙ୍କ ପାଇଁ ଦର୍ପ କରିବା, ପ୍ରଭୁଙ୍କ ପାଇଁ ଗର୍ବ କରିବା। ଆମେ ଜଗତର କୌଣସି ବିଷୟ ପାଇଁ ଆମେ ଗର୍ବ କରିପାରିବା ନାହିଁ। ଜେରେମିୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଦେଖୁଛୁ, ଆମକୁ ଗର୍ବ କରିବା ପାଇଁ ଗୋଟିଏ ଲାଇସେନ୍ସ ଯେ ପ୍ରଭୁଙ୍କୁ ଆମେ ଜାଣିଛୁ, ପ୍ରଭୁଙ୍କୁ ପାଇଛୁ। ଏଇ ବିଷୟକୁ ନେଇ ଆମେ ଜଗତ ମଧ୍ୟରେ ଗର୍ବ କରିପାରିବା। ଜଗତର କୌଣସି ବିଷୟ ପାଇଁ ଆମେ ଗର୍ବ କରିପାରିବା ନାହିଁ। ତେବେ ଏହି ଗର୍ବର ସ୍ଥାନକୁ ଅତିକ୍ରମ କରିବା ଏତେ ସହଜ ବିଷୟ ନୁହେଁ। ଆଜିର ବିଜ୍ଞାନ ଜଗତରେ ଆମ ପାଖରେ ଯୋଉ ଦକ୍ଷତା ଅଛି, ସେ ଦକ୍ଷତା ଉପରେ ଆମେ ଗର୍ବ ନ କରି ଚାଲିବା, ଏହା ହଉଛି ଖ୍ରୀଷ୍ଟିଆନ ଜୀବନ। ବିଭିନ୍ନ ବିଷୟରେ ଆଜି ଖ୍ରୀଷ୍ଟ ବିଶ୍ୱାସୀ ମାନେ, ଆମ୍ଭେମାନେ ଈଶ୍ୱରଙ୍କ ଲୋକମାନେ ଆମେ ଦର୍ପ କରିଥାଉ। ଜର୍ଦ୍ଦନ, ମୁଁ ଏଥିପାଇଁ କହିବା ପାଇଁ ଚାହେଁ, ଜର୍ଦ୍ଦନ ଗୋଟିଏ ଗର୍ବର ସ୍ଥାନ ଅଟେ। ପ୍ରଭାତ ସମୟରେ ତାହାକୁ ପାର ହେବା ଦରକାର। ପ୍ରତି ପ୍ରଭାତରେ ଆମେ ସେଇ ସମସ୍ତ ଗର୍ବର ସ୍ଥାନକୁ ପାର ହେବା ଦରକାର। ମୁଁ ଏଇ ବିଷୟ କହିବା ପାଇଁ ଚାହେଁ, ପ୍ରତି ପ୍ରଭାତରେ ପରମେଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିବା, ପ୍ରତି ପ୍ରଭାତରେ ପ୍ରଭୁଙ୍କୁ ଲାଗି ରଖିବା,
ପ୍ରଭୁଙ୍କ ସହିତ ଚାଲିବା। ପ୍ରଭାତ ସମୟରେ ଆମମାନେ ଜର୍ଦ୍ଦନକୁ ପାର ହେବା ଦରକାର। ଶେଷ କରିବେ ଗୀତ ସହିତ 55ରୁ 17 ପଦ। ଦାଉଦ କହୁଛନ୍ତି ଜଣାଶୁଣା ବିଷୟ। ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି, ଆଉ ସେ ମୋ ରବ ଶୁଣିବେ। ଓକେ, ଏଇଠି ଆମେ ଦେଖିବାକୁ ପାରୁଛୁ ଦାଉଦ ସେ କହୁଛନ୍ତି ରାତ୍ରି ଟିକେ ମାଇକ୍ ଡିଷ୍ଟର୍ବ। सर्वदर्शी सर्वशक्तिमान सब जानने वाला और हर जगह उपस्थित रहने वाला है, उससे कुछ भी नहीं छिपा है। फिर भी वो हम जैसे बातों से ओके, এইଠି ଆମେ ଦେଖୁଛୁ ଚର୍ଚ୍ଚ ମାଇକ୍ ଲାଗିଛି, ସରି। ତ ଆମେ ଦେଖୁଛୁ ଯେ ପ୍ରଭାତ ସମୟରେ ସେ ପ୍ରାର୍ଥନା କରୁଛନ୍ତି। ଆମଙ୍କ ଜୀବନ ମଧ୍ୟ ସେ ପ୍ରଭାତ ସମୟରେ ପ୍ରାର୍ଥନାର ନିତାନ୍ତ ଆବଶ୍ୟକ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଭାତ ସମୟରେ ଅବ୍ରାହମଙ୍କ ପରି ଆମେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିବା। ପ୍ରଭାତ ସମୟରେ ଯାକୋବଙ୍କ ପରି ଆମେ ପ୍ରଭୁଙ୍କ ସହିତ ଲାଗି ରହିବା, ପ୍ରଭୁଙ୍କୁ ଛାଡ଼ିବା ନାହିଁ। ପ୍ରଭାତ ସମୟରେ ଆମେ ଜର୍ଦ୍ଦନ ପାର ହେବା। ପ୍ରଭାତ ସମୟରେ ଦାଉଦ ପରି ଆମେ ପ୍ରାର୍ଥନା ରହିବା, ଯଦ୍ୱାରା କି ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହେଇପାରିବା।